ହାତ ପାପୁଲିରେ ଝିଅ ନାଁ ଲେଖି ଶୋଇପଡ଼ନ୍ତୁ। ସକାଳ ହେବା ମାତ୍ରେ ସେ ଝିଅ ପଟିଯିବ। ନିଜେ ଆସି ଆପଣଙ୍କ ସହିତ କଥା ହେବ ଆଉ ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଠାଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ହଁ ଦର୍ଶକ ବନ୍ଧୁ, ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାକୁ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ନିଜ ଘରେ ବସି ବସି ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଠାଇ ପାରିବେ। କେଉଁ ବି ବିବାହିତା ମହିଳାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ଯେଉଁ ଝିଅ ବା ମହିଳାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି ବା ପଠାଇବାକୁ ଚାହୁଁଛନ୍ତି, ରାତିରେ ଶୋଇବା ପୂର୍ବରୁ ତା'ର ନାମକୁ ନିଜ ହାତରେ ଲେଖିବେ। ତାପରେ ମୁଁ ଆପଣଙ୍କୁ କିଛି ପ୍ରୟୋଗ ବିଧି ଶିଖାଇବି। ଆପଣ ସେହି ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବେ। କିଛି ବି ଭୁଲ ଭାଲ କରିବେନି। ମୁଁ ଆପଣଙ୍କୁ ଯେମିତି ଶିଖାଇବି ଆପଣ ଠିକ୍ ସେହିପରି କରିବେ। ତେବେ ଯାଇ ଆପଣ ଦେଖିବେ ଚମତ୍କାର। ଆଜି ରାତିରେ ଆପଣ ଶୋଇବା ପୂର୍ବରୁ ଏହି ବିଧିକୁ କରିକି ଶୋଇବେ। କାଲି ସକାଳୁ ଦେଖିବେ ଚମତ୍କାର। ଯେଉଁ ଝିଅ ପଟୁନଥିଲା ସେ ଝିଅ ଆପେ ଆପେ ପଟିଯିବ। ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ପଡ଼ିଶା ଘର ସୁନ୍ଦରୀ ଭାଉଜ ରାତି ଦିନ ଘରକୁ ଡାକିବ ଆଉ ଯାହା ଚାହିଁବେ ତାହା କରିବାକୁ ଦେବ। କୌଣସି ପ୍ରକାର ବାଧା ଦେବ ନାହିଁ। ନମସ୍କାର ଦର୍ଶକ ବନ୍ଧୁ, ଏସ୍ ମନ୍ତ୍ର ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖାଇବି ଆପଣ କିପରି ହାତ ପାପୁଲିରେ ଝିଅର ନାଁ ଲେଖି ତାକୁ ନିଜ ବଶରେ କରିପାରିବେ, ତାକୁ ପଠାଇ ପାରିବେ। ଏଥିରେ ଆପଣଙ୍କୁ ବେଶୀ କିଛି କଷ୍ଟ କାମ କରିବାକୁ ପଡ଼ିବନି। କେବଳ ରାତିରେ ଶୋଇବା ପୂର୍ବରୁ ଏହି କାମକୁ କରିବେ। ତାପରେ ଦେଖିବେ ଚମତ୍କାର। କେତେଥର ଏମିତି ହେଇଥାଏ କି ଆମେ ଯେଉଁ ଝିଅକୁ ଭଲ ପାଉ ସିଏ ଆମକୁ ଭଲ ପାଏନି, ଅନ୍ୟ କାହାକୁ ଭଲ ପାଏ। ଆଉ ଆମେ ତା ପଛରେ ଗୋଡ଼େଇ ନିଜର ସବୁ ସମୟ ସାରି ଦିଅନ୍ତି। ଯଦି ଆପଣ ବି ଏହିସବୁ ସମସ୍ୟାରେ ପଡ଼ିଛନ୍ତି, ଯେତେ ଚେଷ୍ଟା କଲେ ମଧ୍ୟ ସେ ଝିଅକୁ ପଠାଇ ପାରୁନାହାନ୍ତି, ତା ପଛରେ ଗୋଡ଼େଇ ନିଜର ସବୁ ସମୟ ସାରି ସାରିଲେଣି, ହେଲେ ସେ ଝିଅକୁ ପଠାଇ ପାରୁନାହାନ୍ତି, ତେବେ ଆଜି ରାତିରେ ହାତ ପାପୁଲିରେ ତା'ର ନାମ ଲେଖି ଶୋଇପଡ଼ନ୍ତୁ। ଗ୍ୟାରେଣ୍ଟି ଦେଉଛି ଆଜି ରାତିରେ ଆପଣ ଏହି ବିଧିକୁ କରିବେ। ସକାଳ ହେବା ମାତ୍ରେ ଦେଖିବେ ଚମତ୍କାର। ସେ ଝିଅ ଆପଣଙ୍କୁ ଦେଖିବା ମାତ୍ରେ ନିଜେ ଆସି ଆପଣଙ୍କ ସହିତ କଥା ହେବ ଆଉ ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ କରିବା ଅତି ସହଜ। କେଉଁ ବି ପୁଅ ବା ଝିଅ ଏହାକୁ ଅତି ସହଜରେ କରିପାରିବେ। ନିଜ ପ୍ରେମକୁ ପାଇବା ପାଇଁ, ନିଜ ପ୍ରେମକୁ ହାସଲ କରିବା ପାଇଁ ଏହି ବଶୀକରଣକୁ ପ୍ରୟୋଗ କରିପାରିବେ। କିମ୍ବା କେଉଁ ବି କୁଆଁରୀ ଝିଅ ବା ବିବାହିତା ମହିଳାକୁ ନିଜ ବଶରେ କରିବା ପାଇଁ ଏହି ବଶୀକରଣ ପ୍ରୟୋଗ କରିପାରିବେ। ଏହି ବଶୀକରଣର ଅନେକ ଫାଇଦା ଅଛି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ଦେଖନ୍ତୁ। ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ତା ପୂର୍ବରୁ ଆଉ ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଇଏ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ। ଏହାର କୌଣସି ପ୍ରକାର କାଟ ନାହିଁ। ତେଣୁ ଏହି ବଶୀକରଣକୁ ଆପଣ ଭାବିଚିନ୍ତି ପ୍ରୟୋଗ କରିବେ। କାହିଁକି ନା ଯେଉଁ ଝିଅ ବା ବିବାହିତା ମହିଳା ପାଇଁ ଆପଣ ଏହି ବଶୀକରଣକୁ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ତା ଉପରେ ଏହି ବଶୀକରଣ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଟାଣି ହୋଇ ଆପଣଙ୍କ ପାଖକୁ ଆସିବ ଆଉ ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିର କିଛି ପ୍ରୟୋଗ ବିଧି ଅଛି, କିଛି ନିୟମ ଅଛି।
ଯାହାକୁ ଆପଣଙ୍କୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖେଇବି ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଶୁକ୍ରବାର, ଶନିବାର ଆଉ ରବିବାର 3 ଦିନ ପର୍ଯ୍ୟନ୍ତ ରାତିରେ ଶୋଇବା ପୂର୍ବରୁ କରିବେ। ଯେତେବେଳେ ଆପଣ ରାତିରେ ଶୋଇବା ପାଇଁ ଯିବେ, ନାଲି ରଙ୍ଗର କଲମ କିମ୍ବା ନାଲି ରଙ୍ଗର ମାର୍କର ନେଇ ଆସିବେ, ଯାହାଦ୍ୱାରା ଆପଣ ହାତ ପାପୁଲିରେ ଝିଅର ନାମ ଲେଖିପାରିବେ। ପ୍ରଥମେ ଆପଣ କ'ଣ କରିବେ, ଯେଉଁ ଝିଅ ବା ମହିଳାକୁ ଆପଣ ବଶୀକରଣ କରିବାକୁ ଚାହୁଁଛନ୍ତି ତାର ନାମକୁ ନିଜର ବାମ ହାତର ପାପୁଲିରେ ଆପଣ ଲେଖିଦେବେ। ଲେଖିସାରିବା ପରେ ସେ ନାମ ଉପରେ ଆପଣ ଭଲ ଭାବରେ ଲାଲ ସିନ୍ଦୁର ଲଗାଇଦେବେ। ତାପରେ ହାତକୁ ମୁଠା କରିକି ରଖିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ମହିଳାକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ମୁଁ ଆପଣଙ୍କୁ ଗୋଟିଏ ମନ୍ତ୍ର ବତାଉଛି। ଏହି ମନ୍ତ୍ରକୁ ଆପଣ 3 ଥର ପଢ଼ିବେ। ମନ୍ତ୍ରଟି ଦେଖି ନିଅନ୍ତୁ। ମୁଁ ଆପଣଙ୍କୁ ମନ୍ତ୍ରଟି ସ୍କ୍ରିନରେ ଦେଖାଇ ଦେଇଛି। ଓମ୍ ଏଂ ହ୍ରିଂ କ୍ରିଂ ଚାମୁଣ୍ଡାୟ ବିଛେ ବଶ୍ୟମ୍ ବସମାନାୟ ସ୍ୱାହା। ଏହି ମନ୍ତ୍ରକୁ ଆପଣ 3 ଥର ପଢ଼ିବେ। 3 ଥର ମନ୍ତ୍ର ପଢ଼ି ସାରିବା ପରେ ଯେଉଁ ମୁଠା କରିଛନ୍ତି ସେଇ ମୁଠା ଉପରେ 3 ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ଆପଣ ଶୋଇପଡ଼ିବେ। ଏହିପରି ଆପଣ ଲଗାତାର 3 ଦିନ ପର୍ଯ୍ୟନ୍ତ ରାତିରେ ଶୋଇବା ପୂର୍ବରୁ କରିବେ। ପ୍ରଥମ ଦିନରୁ ହିଁ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। କିନ୍ତୁ ମନେ ରଖନ୍ତୁ, ଏହି ବିଧିକୁ ଆପଣ ଅଧାରୁ ଛାଡ଼ିବେନି। ଲଗାତାର 3 ଦିନ ପର୍ଯ୍ୟନ୍ତ ରାତିରେ ଶୋଇବା ପୂର୍ବରୁ ଏହିପରି କରିବେ। ତାପରେ ଦେଖିବେ କିପରି ସେ ଝିଅ ଆପଣଙ୍କୁ ଦେଖିବା ମାତ୍ରେ ନିଜେ ଆସି ଆପଣଙ୍କ ସହିତ କଥା ହେବ ଆଉ ଆପଣଙ୍କୁ ଭଲ ପାଉଛି ବୋଲି କହିବ। ପଡ଼ିଶା ଘର ସୁନ୍ଦରୀ ଭାଉଜ ରାତି ଦିନ ଘରକୁ ଡାକିବ ଆଉ ଯାହା ଚାହିଁବେ ତାହା କରିବାକୁ ଦେବ। ଧନ୍ୟବାଦ।